ନୀଳଗିରି ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ସାମ୍ବାଦିକମାନଙ୍କୁ କରିଥିଲେ ସିଏ ଦୁର୍ବ୍ୟବହାର। ସାମ୍ବାଦିକମାନେ ଏ ବାବଦରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏବଂ ବହୁବାର ପ୍ରତିବାଦ କରିଥିଲେ ମଧ୍ୟ ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଆଜି ପର୍ଯ୍ୟନ୍ତ। ତେଣୁ ବିଧାନସଭାରେ ଆଜି ଉଠିଛି ପ୍ରଶ୍ନ। ବିଧାନସଭାରେ ମାନ୍ୟବର ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନୋତ୍ତର କାଳରେ ସାମ୍ବାଦିକଙ୍କ ସମ୍ପର୍କିତ ବହୁ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ସାମ୍ବାଦିକ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ନିକଟରେ ନୀଳଗିରି ସବଡିଭିଜନର ସବ୍ କଲେକ୍ଟରଙ୍କ ସାଙ୍ଗରେ 2 ମାସ ହେଲାଣି ସାମ୍ବାଦିକମାନଙ୍କର ଗୋଟେ ଏଇଭଳି ଟାସଲ ହେଇଛି, ଯାହାକୁ ନେଇକି ସେମାନେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ଯେ ଆଇଏନ୍ପିଆର ଦାୟିତ୍ୱରେ ବି ଅଛନ୍ତି ତାଙ୍କ ପାଖରେ ବି ନିବେଦନ କରିଛନ୍ତି, ଜିଲ୍ଲାପାଳଙ୍କ ପାଖରେ ନିବେଦନ କରିଛନ୍ତି ସେ ଦିଗରେ ଦୃଷ୍ଟି ଦିଆଯାଉ, କେମିତି ଏ ପ୍ରକାରର ପରିସ୍ଥିତି ସୃଷ୍ଟି ନ ହେଉ, ସାମ୍ବାଦିକମାନେ ମର୍ଯ୍ୟାଦାର ସହିତ। ସେଥିମଧ୍ୟରୁ ନୀଳଗିରି ଉପଜିଲ୍ଲାପାଳ କିଛି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରିଥିଲେ, ଯାହା ଏକ ସମ୍ବେଦନଶୀଳ ଘଟଣା ବୋଲି ରାଜ୍ୟ ସାରା ସାମ୍ବାଦିକମାନଙ୍କ ମଧ୍ୟରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାରୁ ଜଣାପଡ଼ିଛି 21/10/2024 ଦିନ ନୀଳଗିରି ସାମ୍ବାଦିକ ସଂଘର କିଛି ସାମ୍ବାଦିକ ଉପଜିଲ୍ଲାପାଳଙ୍କ ଠାରୁ ବାଇଟ୍ ଆଣିବା ସମୟରେ ଉପଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ମୋବାଇଲ ଛଡ଼ାଇ ଆଶାଳନୀୟ ମନ୍ତବ୍ୟ ଦେଇଥିଲେ ଏବଂ ତହିଁ ପରଦିନ ଠାରୁ 21/10/24 ନିଜ କାର୍ଯ୍ୟାଳୟକୁ ଡାକି ଆପୋଷ ସମାଧାନ କରିବା ପରିବର୍ତ୍ତେ ସାମ୍ବାଦିକମାନଙ୍କୁ ମକଦ୍ଦମାରେ ପୁରାଇବା, ଘରୁ ଉଠାଇ ନେବା, ମୁଁ କଟିକିଆ ଝିଅ କ'ଣ କରିପାରେ ଜାଣିଛ ଆଦି ଧମକ ଦେବା ସହିତ ତୁମ ମିଡ଼ିଆ ହାଉସ୍ ମାଲିକଙ୍କୁ କହି ସାମ୍ବାଦିକ ପଦବୀରୁ ବାହାର କରିଦେବା ଭଳି ଧମକ ଚମକ ଦେଇଥିଲେ। ଖୁଦ୍ ଉପଜିଲ୍ଲାପାଳ ନିଜେ ଡାକିକି ଏ ସମ୍ପର୍କରେ ନୀଳଗିରି ସାମ୍ବାଦିକଙ୍କ ପକ୍ଷରୁ ବାଲେଶ୍ୱର ସାଂସଦ, ବାଲେଶ୍ୱର ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଘଟଣାକୁ 1.5 ମାସରୁ ଉର୍ଦ୍ଧ୍ୱ ବିତିଗଲା ପରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଜଣାଇଥିଲେ। ସେ ମଧ୍ୟ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ ଏବଂ ସଂଘ ପକ୍ଷରୁ ମାନ୍ୟବର ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଆଜି ବିଧାନସଭାରେ ବିଧାୟକ ଏ ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ଏ ନେଇ ନୀଳଗିରି ସାମ୍ବାଦିକ ସଂଘ ଗଭୀର କୃତଜ୍ଞତା ଜଣାଇଛି। ଆଜି ଏକ ବୈଠକରେ ସଭାପତି ବିଜୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ମହଲ, ସମରେନ୍ଦ୍ର ବାରିକ, ପ୍ରଫୁଲ୍ଲ ମହାନ୍ତି, ସତ୍ୟାନନ୍ଦ ପାତ୍ର, ଧୀରେନ୍ଦ୍ର କୁମାର ନାୟକ, ବିଭୂତିଭୂଷଣ ବେହେରା, ସାମ୍ବାଦିକ ଶରତ ଦାସ, ଲୋକନାଥ ଦଳେଇ, ରତିକାନ୍ତ ପରିଡ଼ା, ଦିଲ୍ଲୀପ କୁମାର ସ୍ୱାଇଁ, ଗଣେଶ ଜେନା, ଜଗନ୍ନାଥ ଦାସ, ପୁରୁଷୋତ୍ତମ ଦାସ, ଉମାକାନ୍ତ ରାଉତ, ପାର୍ଥସାରଥୀ ବାବୁ, ବିଶ୍ୱମ୍ବର ଦାସ, ଶରତ ଜେନା, ନିହାର ରଞ୍ଜନ ଜେନା, କପିଳ ସାମଲ, ବିଜୟ ପ୍ରଧାନ, ବିସ୍ମୟ ମଲ୍ଲିକ, ଚକ୍ରଧର ସିଂ, ପ୍ରଦୀପ ପାତ୍ର, ସୁକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏବେ ବାକି ରହିଲା ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏ ସରକାର। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।